साईराम। मानव सेवा हेउची सर्वोच्च धर्म। एही महान आदर्श को निजर जीवन मंत्र करी श्री सत्य साई लक्ष्मीसागर सेवा संगठन निरंतर भावे जनहितकर कार्य और मानव कल्याण सेवारे निजको नियुक्त करी आसुची। संगठन शिशु मानंकु मूल्यबोधक शिक्षा देवा सहित विभिन्न सामाजिक सेवा करिथाए। भुवनेश्वर 3 नंबर अंचल रे अवस्थित लेपरसी कॉलोनी रे एक पवित्र अष्टप्रहरी कार्यक्रमर आयोजन करा जायथिला। एही धार्मिक और सामाजिक कार्यक्रम रे स्थानीय लोकमानंक सह आम श्री सत्य साई लक्ष्मीसागर सेवा संगठनर सदस्य माने सहभागी होइथिले। एही सेवामय अवसर रे आम समस्तंकर अत्यंत प्रिय पंडा माउसींकर उपस्थिति समस्तंकु अनुप्राणित करिथिला। तांकर निष्ठा, सरलता और सेवा भाव सत्य साईंक आदर्श को प्रकाश करुथिला।
ସେ ନିଜ ହାତ ବଢ଼ାଇ ସେଠାରେ ସହଯୋଗ କରି ଅଷ୍ଟପ୍ରହରୀ କାର୍ଯ୍ୟକ୍ରମକୁ ସଫଳ କରିବାରେ ଏକ ମୂଲ୍ୟବାନ ଅବଦାନ ରଖିଥିଲେ। ସଂଗଠନର ସମସ୍ତ ସଦସ୍ୟମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ନିଷ୍ଠା ସହ ଯୋଗ ଦେଇ ସମାଜ ପାଇଁ ସେବା ସଂଗଠନର ସମସ୍ତ ସଦସ୍ୟମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ନିଷ୍ଠା ସହ ଯୋଗ ଦେଇ ସମାଜ ପାଇଁ ସେବା କରିବାର ନିଜ ଦାୟିତ୍ୱକୁ ପୂରଣ କରିଥିଲେ। ସେମାନଙ୍କର ସମର୍ପଣ ଓ ଏକତା ଏହି କାର୍ଯ୍ୟକ୍ରମକୁ ଆହୁରି ସୁନ୍ଦର ଓ ସଫଳ କରିଥିଲା। ଲେପରସି କଲୋନୀରେ ଅଷ୍ଟପ୍ରହରୀ ଆୟୋଜନ କରୁଥିବା ଆୟୋଜକମାନେ ଆମ ପଣ୍ଡା ମାଉସୀଙ୍କୁ ଅତ୍ୟନ୍ତ ସମ୍ମାନ ଓ ଶ୍ରଦ୍ଧା ସହିତ ସ୍ୱାଗତ କରିଥିଲେ। ଏହି ସମ୍ମାନ ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଏବଂ ସେବା ପ୍ରତି ଆମର ଆସ୍ଥାକୁ ଆହୁରି ଦୃଢ଼ କରିଥାଏ। ଏପରି ସେବା କାର୍ଯ୍ୟ ମାଧ୍ୟମରେ ଆମେ ସମାଜରେ ପ୍ରେମ, ସହଯୋଗ ଓ ମାନବତାର ବାର୍ତ୍ତା ପ୍ରସାର କରୁଛୁ। ଏହି ଆଦର୍ଶକୁ ଅଗ୍ରସର କରି ଆଗାମୀ ଦିନରେ ମଧ୍ୟ ଆମ ସଂଗଠନ ଏଭଳି ସେବା କାର୍ଯ୍ୟ ଚାଲୁ ରଖିବ। ଆସନ୍ତୁ ଆମେ ସମସ୍ତେ ମିଶି ମାନବ ସେବାରେ ନିଜକୁ ନିଯୁକ୍ତ କରି ସମାଜକୁ ଆହୁରି ସୁନ୍ଦର ଓ ସୁଶୃଙ୍ଖଳିତ କରିବାରେ ଏକ ଛୋଟ ପ୍ରୟାସ କରିବା। ସାଇରାମ।
पार